प्रियमाने प्रभु जीशुଙ୍କ नामରେ ସମସ୍ତଙ୍କୁ ପ୍ରେମ ନମସ୍କାର ଜ୍ଞାପନ କରୁଛି। ଆପଣମାନେ ଭଲରେ ଅଛନ୍ତି। ଆପଣମାନେ ଦେଖୁଛନ୍ତି ଏହି ପର୍ବତ ଅଞ୍ଚଳ ବହୁତ ମନୋରମ ସୁନ୍ଦର ରହିଛି। ଏହି ପାର୍ବତୀୟ ଅଞ୍ଚଳ ଅଷ୍ଟ୍ରିଆ ଦେଶର ୟୁରୋପ ନାମକ ଦ୍ୱୀପର ଜର୍ମାନୀ ଦେଶ ନିକଟରେ ଅବସ୍ଥିତ। ଏହାକୁ ଅଲ୍ପସ୍ ମାଉଣ୍ଟେନ୍ ରେଞ୍ଜ ବୋଲି କୁହାଯାଏ। ଏହି ମାଉଣ୍ଟେନ୍ ରେଞ୍ଜ ୟୁରୋପର ଅନେକ ଦେଶରେ ପରିବ୍ୟାପ୍ତ ହୋଇଅଛି। ଏହା ଅତୀବ ସୁନ୍ଦର ମନୋରମ ଏକ ପ୍ରାକୃତିକ ଦୃଶ୍ୟରେ ପରିପୂର୍ଣ୍ଣ ସ୍ଥାନ ଅଟେ। ଠିକ୍ ଅଛି, ଆଜି ଆପଣ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ଆଗ୍ରହ ସହକାରେ ଅପେକ୍ଷା ଅଛନ୍ତି। ପ୍ରଥମ କରିନ୍ଥିୟ 2 ଅଧ୍ୟାୟ 9 ପଦ, ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। ବାସ୍ତବରେ ସେମାନେ ଧନ୍ୟ ଲୋକମାନେ ଅଟନ୍ତି ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ଅନ୍ତର ସହିତ ପ୍ରେମ କରନ୍ତି। ଆପଣ କ'ଣ ସେହି ବ୍ୟକ୍ତି ଅଟନ୍ତି ଯେ ପିତା ପରମେଶ୍ୱରଙ୍କୁ ପ୍ରଭୁ ଯୀଶୁଙ୍କୁ ପ୍ରେମ କରୁଅଛନ୍ତି? ସେମାନେ ଧନ୍ୟ ଲୋକମାନେ। ପ୍ରଭୁଙ୍କ ଲୋକମାନେ ଆମେମାନେ ପଢ଼ିଲୁ, ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ। ଏପରି ଅଦ୍ଭୁତ ବିଷୟମାନେ ପରମେଶ୍ୱର ଆପଣା ପ୍ରେମ କରୁଥିବା ଲୋକମାନଙ୍କ ନିମନ୍ତେ ସଞ୍ଚୟ କରିଛନ୍ତି। ଏହା କେଉଁ ପ୍ରକାରର ଆଶୀର୍ବାଦ ଅଟେ ଯାହାକି ଆମେମାନେ ଆପଣା ଚକ୍ଷୁ ଦ୍ୱାରା ଦେଖିପାରିବା ନାହିଁ, କିନ୍ତୁ ଅନ୍ୟ ପ୍ରକାର ସାଂସାରିକ ଆଶୀର୍ବାଦ, ଘର, ଗାଡ଼ି, ବଙ୍ଗଳାକୁ ଆମେମାନେ ଦେଖିପାରିଥାଉ। ଆମ୍ଭମାନଙ୍କ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗରୁ ଧରାପୃଷ୍ଠକୁ ଆସିଲେ, ପୁଣି ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦେଲେ। ତୃତୀୟ ଦିବସରୁ ଉତ୍ଥିତ ହୋଇ ସେ ଆମ୍ଭମାନଙ୍କ ନିମନ୍ତେ ସ୍ୱର୍ଗକୁ ଯାଇଅଛନ୍ତି। ସେ କହିଅଛନ୍ତି, ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବେ। ସେ ଏହିପରି କହିଲେ, ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବା ପାଇଁ ଯାଉଅଛି, ପୁଣି ପ୍ରସ୍ତୁତ କରି ସାରିବା ପରେ ମୁଁ ଆସିବି, ତୁମମାନଙ୍କୁ ନେଇ ଯିବି। ଯେଉଁ ସ୍ଥାନ ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରୁଅଛନ୍ତି ତାହା ବାସ୍ତବରେ ଅତି ମନୋରମ, ଅତି ଆଶ୍ଚର୍ଯ୍ୟଜନକ ସ୍ଥାନ ଅଟେ। ଆମ୍ଭେମାନେ ଜଗତର କିଛି କିଛି ଦୃଶ୍ୟମାନ ଦେଖି ଏହା କହିଥାଉ, ଏହା ତ ଆମ୍ଭମାନଙ୍କୁ ସ୍ୱର୍ଗ ପରି ଲାଗିଲାଣି। କିନ୍ତୁ ପ୍ରଭୁଙ୍କ ଲୋକମାନେ ସ୍ୱର୍ଗର ଦୃଶ୍ୟକୁ ଆମେମାନେ କେବେ ହିଁ ବର୍ଣ୍ଣନା କରିପାରିବା ନାହିଁ। ତାହା ବାସ୍ତବରେ ଅତି ଆଶ୍ଚର୍ଯ୍ୟଜନକ ସ୍ଥାନ ଅଟେ। ଈଶ୍ୱରଙ୍କ ମହିମା ଗୌରବରେ ପରିପୂର୍ଣ୍ଣ ସ୍ଥାନ ଅଟେ। ଜଗତର କୌଣସି ଦୃଶ୍ୟ ବା କୌଣସି ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ୱର୍ଗର ସୌନ୍ଦର୍ଯ୍ୟ ସହିତ ଆମମାନେ କେବେ ତୁଳନା କରିପାରିବା ନାହିଁ, ଯେହେତୁ ତାହା ଈଶ୍ୱରଙ୍କ ନଗର ଅଟେ। ଏହି ଜଗତରେ ଆମ୍ଭମାନଙ୍କୁ ବସବାସ କରିବା ନିମନ୍ତେ ଆମ୍ଭମାନଙ୍କୁ ଗୃହ ଦରକାର। ପ୍ରଭୁଙ୍କ ଲୋକମାନେ ପରମେଶ୍ୱର ଯେଉଁ ଗୃହ, ସ୍ୱର୍ଗୀୟ ଗୃହ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି ତାହା ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ ଅଟେ। ଏଣୁ ସମସ୍ତ ବିଷୟ ପାଇଁ ପରମେଶ୍ୱରଙ୍କର ଆମେମାନେ ଧନ୍ୟବାଦ କରିବା ଆବଶ୍ୟକ। ପ୍ରଭୁଙ୍କ ପ୍ରିୟ ଲୋକମାନେ, ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ଗୋଟିଏ ଆଶ୍ଚର୍ଯ୍ୟ ସ୍ଥାନ, ସ୍ୱର୍ଗୀୟ ନଗର ପ୍ରସ୍ତୁତ କରିଅଛନ୍ତି, ଯାହା ଆମମାନଙ୍କ ଏହି ଚକ୍ଷୁ ଦ୍ୱାରା ଆମେମାନେ କେବେ ଦେଖିପାରିବା ନାହିଁ କିମ୍ବା ଶୁଣିନାହୁଁ। ତେବେ ପ୍ରଭୁଙ୍କ ଲୋକମାନେ ସେହି ଆଶ୍ଚର୍ଯ୍ୟ ସ୍ୱର୍ଗୀୟ ନଗରରେ ଆମ୍ଭମାନଙ୍କୁ ପ୍ରବେଶିବା ନିମନ୍ତେ ଆମମାନଙ୍କ ଜୀବନକୁ ଆମ୍ଭମାନଙ୍କୁ ସଜାଡ଼ିବା ବହୁତ ଜରୁରୀ ରହିଅଛି। ତେବେ ଆଜି ଆମେମାନେ ଆପଣା ଜୀବନକୁ ପରୀକ୍ଷା ସମୀକ୍ଷା କରିବା ଦରକାର। କ'ଣ ଆମେମାନେ ସେହି ଅଦେଖା ସ୍ୱର୍ଗୀୟ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ କ'ଣ ଆପଣାକୁ ଯୋଗ୍ୟ କରିପାରିଅଛୁ? ଆମମାନଙ୍କ ଜୀବନ କ'ଣ ଈଶ୍ୱରଙ୍କ ଦୃଷ୍ଟିରେ ଈଶ୍ୱରଙ୍କ ବାକ୍ୟ ଆଧାରିତ ହୋଇପାରିଅଛି? ଅନେକ ସମୟରେ ଆମେମାନେ ଏହିପରି ପରିସ୍ଥିତିକୁ ଦେଖିଥାଉ, ପୁଣି ଆମେମାନେ ନିଜର ଆବଶ୍ୟକକୁ କେବଳ ପାର୍ଥିବ ଜୀବନର ଆବଶ୍ୟକ ନିମନ୍ତେ ହିଁ ଚିନ୍ତା କରିଥାଉ ବା ପ୍ରଭୁଙ୍କଠାରେ ଆଶା କରିଥାଉ। କିନ୍ତୁ ପ୍ରଭୁଙ୍କ ଲୋକମାନେ ଏହି ପାର୍ଥିବ ଜୀବନ କ୍ଷଣଭଙ୍ଗୁର ଅଟେ, ଏହା ଅଳ୍ପ ଦିନର ଅଟେ। ଏଥିପାଇଁ ମୁଁ ଆପଣମାନଙ୍କୁ ଏହା କହିବା ପାଇଁ ଇଚ୍ଛା କରୁଅଛି, ଯେଉଁ ସ୍ୱର୍ଗୀୟ ଦେଶ ଯାହାକି ଅନନ୍ତ ଅଟେ, ସେହି ଦେଶରେ ଆମ୍ଭମାନଙ୍କୁ ପ୍ରବେଶ କରିବା ନିମନ୍ତେ ଏକ ଯତ୍ନର ଆମମାନଙ୍କ ଆବଶ୍ୟକ ରହିଅଛି। ଏଣୁ ଆସନ୍ତୁ ପ୍ରଭୁଙ୍କ ପ୍ରିୟ ଲୋକମାନେ, ଆମେମାନେ ଆପଣା ଜୀବନକୁ ସମୀକ୍ଷା କରିବା, ପୁଣି ପ୍ରାର୍ଥନା କରିବା। ପ୍ରିୟ ପିତା ପରମେଶ୍ୱର ପ୍ରଭୁ, ତୁମ ହସ୍ତରେ ଆମେମାନେ ପ୍ରତ୍ୟେକ ସମର୍ପିତ ହେଉଛୁ। ଯେଉଁ ଅଦୃଶ୍ୟ ବିଷୟ ତୁମେ ଆମମାନଙ୍କ ନିମନ୍ତେ ରଖିଅଛ ସେଥିରେ ପ୍ରବେଶ କରିବା ପାଇଁ ଆମ ପ୍ରତ୍ୟେକଙ୍କୁ ଏହି ଦିନମାନଙ୍କରେ ସାହାଯ୍ୟ କର, ଯେପରି ଆମେମାନେ ପବିତ୍ର ଜୀବନ
ଅତିବାହିତ କରିପାରିବୁ, ଧାର୍ମିକତାର ଜୀବନ ଅତିବାହିତ କରି ସେଠାରେ ପ୍ରବେଶ କରିବାକୁ ପାରିବୁ। ଏଥିପାଇଁ ତୁମେ କୃପା କର ବୋଲି ଏହି ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍ ଆମେନ୍।